ଖ୍ରୀଷ୍ଟରେ ମୋର ପ୍ରିୟ ଭାଇ ଭଉଣୀମାନେ, ପୁନର୍ବାର ଆପଣମାନଙ୍କୁ ମୋର ପ୍ରେମ ନମସ୍କାର ଜଣାଏ। ଗତ ଦିନ ଗୁଡ଼ିକରେ ଆମମାନେ ମଣ୍ଡଳୀର ଯେଉଁ ସୁସମାଚାରର ଦାୟିତ୍ୱ ସେ ବିଷୟରେ ଆମମାନେ ଧ୍ୟାନ କରି ଆସୁଛୁ। ବିଭିନ୍ନ ବିଷୟ ଗୁଡ଼ିକ ଆମମାନେ ଶିକ୍ଷା କରୁଛୁ ଯେ କିପରି ଭାବରେ ଖ୍ରୀଷ୍ଟୀୟ ମଣ୍ଡଳୀ ଈଶ୍ୱରଙ୍କର ସେବା କାର୍ଯ୍ୟରେ ସମ୍ପୃକ୍ତ ହେବା ଏକାନ୍ତ ଜରୁରୀ। ଖ୍ରୀଷ୍ଟ ଆପଣ ମଣ୍ଡଳୀ ଗଠନ କରିବେ, ସେ ତାଙ୍କର ମଣ୍ଡଳୀକୁ ବୃଦ୍ଧି କରୁଛନ୍ତି। ସମସ୍ତ ପ୍ରକାର ପ୍ରତିକୂଳ ଅନୁକୂଳ ପରିସ୍ଥିତି ମଧ୍ୟରେ ଯେ ତାଙ୍କ ରାଜ୍ୟ ଏପର୍ଯ୍ୟନ୍ତ ବୃଦ୍ଧି ପାଉଛି, ସେଥିପାଇଁ ଆମମାନେ ଉତ୍ସାହିତ ହେବା। ଯଦ୍ୟପି ସମୟକୁ ସମାନ ମଣ୍ଡଳୀ ମଧ୍ୟରେ ବିଭିନ୍ନ ପ୍ରକାର ପ୍ରତିକୂଳ ପରିସ୍ଥିତି, ବିଭେଦର ପରିସ୍ଥିତି, ବିଭିନ୍ନ ପ୍ରକାର ବାହିକ ପରିସ୍ଥିତି ଗୁଡ଼ିକ ମଣ୍ଡଳୀକୁ ଦୁର୍ବଳ କରି ପକାଏ, ଆଭ୍ୟନ୍ତରୀଣ ଜୀବନକୁ ଦୁର୍ବଳ କରି ପକାଏ। ତଥାପି ଆମେ ଶିକ୍ଷା କରୁଛୁ କିପରି ଭାବରେ ଈଶ୍ୱର ତାଙ୍କର ସେବା କାର୍ଯ୍ୟକୁ ଆଗେଇ ନେବା ପାଇଁ, ବଳବତ୍ତର କରିବା ପାଇଁ ସେ ତାଙ୍କର ଲୋକମାନଙ୍କୁ ବ୍ୟକ୍ତିଗତ ଭାବରେ, ପାରିବାରିକ ଭାବରେ ସେ ବ୍ୟବହାର କରିଛନ୍ତି। ଫଳରେ ଆଦ୍ୟ ମଣ୍ଡଳୀ ବିଷୟ ଶିକ୍ଷା କଲାବେଳେ ଆମେ ଦେଖୁଛୁ କିପରି ଭାବରେ ଆଦ୍ୟ ମଣ୍ଡଳୀ କ୍ରମାଗତ ଭାବରେ ଜିହୁଦୀମାନଙ୍କର ମଧ୍ୟରେ, ପରବର୍ତ୍ତୀ ସମୟରେ ଅଣଜିହୁଦୀମାନଙ୍କର ମଧ୍ୟରେ, ଜେରୁସାଲେମରେ, ଯହୁଦା ପ୍ରଦେଶରେ, ସମୀରଣ ପ୍ରଦେଶରେ, ଏପରିକି କ୍ରମାଗତ ଭାବରେ ବର୍ତ୍ତମାନ ମଧ୍ୟ ପୃଥିବୀର ପ୍ରାନ୍ତ ପର୍ଯ୍ୟନ୍ତ ଆଜି ଖ୍ରୀଷ୍ଟଙ୍କର ସୁସମାଚାର ବ୍ୟାପିବା ପାଇଁ ଲାଗିଛି। ଆମେ ନିଶ୍ଚିତ ଭରସା ଯୁକ୍ତ ହେବା ଯେ ଈଶ୍ୱରଙ୍କର ଯେଉଁ ଯୋଜନା ଯେ ସବୁ ଜାତି, ସବୁ ଭାଷାବାଦୀ ଲୋକମାନଙ୍କର ମଧ୍ୟରେ ତାଙ୍କର ଏହି ସୁସମାଚାର ପ୍ରଚାରିତ ହେବ। ଆଉ ସମୟ ଆସିବ, ଯୌନ ଦର୍ଶନ ପାଇ କହିଲେ ଯେ ନିଶ୍ଚିତ ଭାବରେ ସବୁ ଜାତି, ସବୁ ଗୋଷ୍ଠୀ, ଭାଷାବାଦୀ ଲୋକମାନଙ୍କ ମଧ୍ୟରେ ଅସଂଖ୍ୟ ଅଗଣିତ ମହାଜନତା। ଯଦ୍ୟପି ସେହି ସମୟ ମଧ୍ୟରେ ଆମେ ଏପର୍ଯ୍ୟନ୍ତ ଆସିନୁ, କିନ୍ତୁ ମନେ ରଖିବା ସେହି ଦିନ ସମୟ ଆସୁଛି, ଆମେ ନିଶ୍ଚିତ ଭାବରେ ଈଶ୍ୱରଙ୍କର କାର୍ଯ୍ୟକୁ ସବୁ ସ୍ଥାନରେ, ସବୁ ଲୋକଦଳମାନଙ୍କର ମଧ୍ୟରେ ଆମେ ମଣ୍ଡଳୀ ଗଠନ କରିବାର ଆମେ ଲକ୍ଷ୍ୟ କରିବା। ନିଶ୍ଚିତ ଭାବରେ ଆମେ ଜାଣୁଛୁ ଯେ ଏ ସମସ୍ତ ମଣ୍ଡଳୀଙ୍କ ସେବା କାର୍ଯ୍ୟର ଗୁଡ଼ ରହସ୍ୟ ହେଉଛି ପାଳକୀୟ ସେବା କାର୍ଯ୍ୟ। ପାଳକର ଏକ ଗୁରୁତ୍ୱପୂର୍ଣ୍ଣ ସୁସମାଚାର ସେବା କାର୍ଯ୍ୟରେ ମଣ୍ଡଳୀ ମଧ୍ୟରେ ରହିଛି। ଆମେ ତାହାକୁ କୌଣସି ପ୍ରକାର ଭାବରେ ହାଲୁକା ଭାବରେ ଗ୍ରହଣ କରି ନପାରୁ। ଯେଉଁ ମଣ୍ଡଳୀ ଆଜି ସୁସମାଚାର ସେବା କାର୍ଯ୍ୟରେ ସମ୍ପୃକ୍ତ, ତାର ପଛରେ ଏକ ସୁସମାଚାରୀୟ ପାଳକ। ଯଦି ମଣ୍ଡଳୀର ପାଳକ ସୁସମାଚାର ସେବା କାର୍ଯ୍ୟ ପାଇଁ ଆହ୍ୱାନ ପ୍ରାପ୍ତ, ସମର୍ପିତ, ନିଶ୍ଚିତ ଭାବରେ ତାଙ୍କର ଜୀବନ ପୁଣି ତାଙ୍କର ସେବା କାର୍ଯ୍ୟ ମାଧ୍ୟମରେ ତାଙ୍କର ହସ୍ତରେ ସମର୍ପିତ ମଣ୍ଡଳୀକୁ ସେ ନିଶ୍ଚିତ ଭାବରେ ତାଙ୍କର ସେବା କାର୍ଯ୍ୟ ନିମନ୍ତେ ଉତ୍ସାହିତ କରିବେ। ଆମେ ଶିକ୍ଷା କରିଛୁ କିପରି ଭାବରେ ଆଦ୍ୟ ମଣ୍ଡଳୀରେ ନୁହେଁ, ପରବର୍ତ୍ତୀ ସମୟରେ ଯେଉଁ ମଣ୍ଡଳୀ ଗୁଡ଼ିକରେ ପାଳକ ମାନେ ଭାରଗ୍ରସ୍ତ, ସେ ମଣ୍ଡଳୀ ଗୁଡ଼ିକ ସୁସମାଚାର ସେବା କାର୍ଯ୍ୟରେ ଆଗେଇ ଆସିଛନ୍ତି। ତେବେ ଆଜି ଆମେ ଅଳ୍ପ ସମୟ ପ୍ରେରିତ ପିତରଙ୍କର ଏକ ଜରୁରୀ ଆହ୍ୱାନ, ଯେଉଁ ଆହ୍ୱାନ କି ମଣ୍ଡଳୀର ପ୍ରାଚୀନ ମାନେ, ମଣ୍ଡଳୀର ପାଳକ ମାନଙ୍କ ନିକଟକୁ ସେ ଲେଖୁଛନ୍ତି। ପ୍ରଥମ ପିତର ତାର 5 ପର୍ବ, ଯଦି ପ୍ରଥମ ପଦରୁ 4 ପଦ ଆମେ ପଢିଯିବା, କେବଳ 4ଟି ପଦରେ ଗୁରୁତ୍ୱପୂର୍ଣ୍ଣ ଭାବରେ ପିତର ଏହି ପାଳକୀୟ ଗୁରୁତ୍ୱପୂର୍ଣ୍ଣ ସେବା କାର୍ଯ୍ୟକୁ ସ୍ପଷ୍ଟ ଭାବରେ ପ୍ରକାଶ କରୁଛନ୍ତି। ସେ ପ୍ରାଚୀନ ମାନଙ୍କୁ ଲେଖୁଛନ୍ତି କାରଣ ସେ ଅନୁଭବ କଲେ ଯେ ମଣ୍ଡଳୀ ଯେଉଁ ପ୍ରକାର ଭାବରେ ତାଡ଼ନା ମତରେ, ନାନା ପ୍ରକାର ଭ୍ରାନ୍ତ ମତରେ ସେହି ସମୟରେ ଗତି କରୁଥିଲେ, ଯଦି ପ୍ରାଚୀନ ମାନେ, ପୁଣି ଯେଉଁ ମଣ୍ଡଳୀର କର୍ମକର୍ତ୍ତା ମାନେ ମଣ୍ଡଳୀ ନିଯୁକ୍ତ ହେଇଛନ୍ତି, ସେମାନେ ଯଦି ଆପଣାର ଦାୟିତ୍ୱକୁ ଈଶ୍ୱରଙ୍କର ପକ୍ଷରୁ ବିଶ୍ୱସ୍ତ ଭାବରେ ସମ୍ପାଦନ ନ କରିବେ, ତେବେ ନିଶ୍ଚିତ ଭାବରେ ଖ୍ରୀଷ୍ଟଙ୍କର ମଣ୍ଡଳୀ ବୃଦ୍ଧିପ୍ରାପ୍ତ ହେବ ନାହିଁ। ଆତ୍ମିକ ଭାବରେ କେବଳ ନୁହେଁ, ମାତ୍ର ପ୍ରଚାର ମାଧ୍ୟମରେ
ସେଥିପାଇଁ ଆମେ ପାଠ କରୁଛୁ। 2 ପଦରେ ଲେଖାଯାଉଛି, ପିତର କହୁଛନ୍ତି ତୁମମାନଙ୍କର ତତ୍ତ୍ୱାବଧାନରେ ଥିବା ଈଶ୍ୱରଙ୍କର ପଲକୁ ପ୍ରତିପାଳନ କର, ବାଧ୍ୟ ହୋଇ ନୁହେଁ, ମାତ୍ର ଈଶ୍ୱରଙ୍କର ଇଚ୍ଛା ଅନୁଯାୟୀ ସ୍ୱଚ୍ଛନ୍ଦ ମନରେ, କୁଶ୍ଚିତ ଲାଭ ଉଦ୍ଦେଶ୍ୟରେ ନୁହେଁ, କିନ୍ତୁ ଆଗ୍ରହ ସହକାରେ ତାହା ସମ୍ପାଦନ କର। ତୁମେ ପିତର এই ଯେଉଁ ସେବା କାର୍ଯ୍ୟ ବିଷୟ ପ୍ରକାଶ କରୁଛନ୍ତି ଶିଖିଲେ କେଉଁଠାରୁ? ଯଦି ଆମେ ସ୍ମରଣ ରଖିବା ଯେ ପୁନରୁତ୍ଥାନ ପରେ ଯୀଶୁ ଥରେ ନୁହେଁ, 2 ଥର ନୁହେଁ, 3 ଥର ପିତରଙ୍କର ସମ୍ମୁଖରେ ଏ ଗୋଟିଏ ପ୍ରଶ୍ନ ପଚାରୁଥିଲେ, ପିତର ତୁମକୁ ମୁଁ ମଣ୍ଡଳୀର ପ୍ରସ୍ତର ଭାବରେ ମୁଁ ମନୋଜ କଲି। ଆଉ ଯୀଶୁ କହିଲେ, ପିତର ତୁମେ ପଥର, ଆଉ ତୁମର ଉପରେ ମୋର ମଣ୍ଡଳୀ ମୁଁ ସ୍ଥାପନ କରିବି। ନରକର ବଳ ତାକୁ କୌଣସି ପ୍ରକାର ଭାବରେ ପରାଜୟ କରିପାରିବନି। ତା ଥିଲା ପିତରଙ୍କର ବିଶ୍ୱାସ। କିନ୍ତୁ ପରବର୍ତ୍ତୀ ସମୟରେ ପିତରଙ୍କ ଜୀବନରେ ଯେତେବେଳେ ପତନ ଆସିଲା, ବିଫଳତା ଆସିଲା, ତଥାପି ଖ୍ରୀଷ୍ଟଙ୍କର ସେହି ଯୋଜନା ପିତରଙ୍କର ଜୀବନରେ ସେ ବିଫଳ କରିନାହାନ୍ତି। ତେବେ ପୁନରୁତ୍ଥାନ ସମୟରେ ଯୀଶୁ ପିତରଙ୍କୁ କହୁଥିଲେ, ପିତର ତୁମେ କ'ଣ ମୋତେ ବାସ୍ତବ ଭାବରେ ପ୍ରେମ କରୁଛ? ଆଉ ପ୍ରତ୍ୟେକ ଥର ପିତର ସେ ଉତ୍ତର ଦଉଛନ୍ତି, ହଁ ପ୍ରଭୁ, ମୁଁ ଯେ ତୁମକୁ ପ୍ରେମ କରୁଛି ତାହା ତୁମେ ଜାଣିଛ। ଆଉ ପ୍ରତ୍ୟୁତ୍ତର ସ୍ୱରୂପେ ଯୀଶୁ ପିତରଙ୍କୁ ବାରମ୍ବାର 3 ଥର କହିଲେ, ଯଦି ତୁମେ ମୋତେ ପ୍ରେମ କରୁଛ ବାସ୍ତବ ଭାବରେ, ତେବେ ମୋର ମେଷମାନଙ୍କୁ ପ୍ରତିପାଳନ କର, ମୋର ମେଷମାନଙ୍କୁ ଚରାଅ। ଆଉ ସେଇ ସମୟଠାରୁ ଆମେ ଦେଖୁଛୁ ପିତର ତାଙ୍କର ଅବଶିଷ୍ଟ ଜୀବନରେ କିପରି ଭାବରେ ତାଙ୍କର ହସ୍ତରେ ଥିବା ମଣ୍ଡଳୀକୁ, ବିଶ୍ୱାସୀ ଭାଇ ଭଉଣୀମାନଙ୍କୁ ଈଶ୍ୱରଙ୍କର ବାକ୍ୟରେ ଶିକ୍ଷା ଦେବାରେ, ତାଲିମ ଦେବାରେ, ସେମାନଙ୍କୁ ଈଶ୍ୱରଙ୍କର ଶିଷ୍ୟ ଶିକ୍ଷା କରିବାରେ କେବେ ହେଲେ ଅବହେଳା କରିନାହାନ୍ତି। ତେବେ ଏହି ସ୍ଥାନରେ ପିତର ସ୍ପଷ୍ଟ ଭାବରେ ପ୍ରକାଶ କରୁଛନ୍ତି, ତୁମର ହସ୍ତରେ ହେ ପ୍ରାଚୀନ ମାନେ, ହେ ମୋର ପ୍ରିୟ ପାଳକ ମାନେ, ଯେଉଁ ମେଷମାନଙ୍କର, ଯେଉଁ ଲୋକମାନଙ୍କର ଦାୟିତ୍ୱ ତୁମର ହସ୍ତରେ ରହିଛି, ମନେ ରଖ, ଏହା ତୁମେ ନିଜେ ନିଜର ନିମନ୍ତେ ତାହା ଗ୍ରହଣ କରିନାହଁ। ଏହା ଏକ ଐଶ୍ୱରିକ ଆହ୍ୱାନ, ଏହା ଏକ ଈଶ୍ୱରୀୟ ଆହ୍ୱାନ, ଏକ ସ୍ୱର୍ଗୀୟ ଆହ୍ୱାନ। ଦେଖାଯାଉଛି ଈଶ୍ୱରଙ୍କର ପଲ, ମଣ୍ଡଳୀ ଈଶ୍ୱରଙ୍କର ପଲ, ଯେଉଁ ମଣ୍ଡଳୀର ପାଳକ ଭାବରେ ଆପଣ ପୁଣି ମୁଁ ନିଯୁକ୍ତି ପାଇଛୁ। ମନେ ରଖିବା, ଈଶ୍ୱର ସେଇ ମଣ୍ଡଳୀକୁ, ସେଇ ମଣ୍ଡଳୀର ଭାଇ ଭଉଣୀମାନଙ୍କୁ, ପୁଅ ଝିଅମାନଙ୍କୁ, ଯୁବକ ଯୁବତୀମାନଙ୍କୁ ଈଶ୍ୱର ଆପଣଙ୍କର ହସ୍ତରେ, ପୁଣି ମୋ ହସ୍ତରେ ସମର୍ପଣ କରିଛନ୍ତି। ମନେ ରଖିବା, ଯେତେବେଳେ ତାହା ମାନେ ଭୁଲି ଯାଉ, ସେତେବେଳେ ନିଶ୍ଚିତ ଭାବରେ ଆମମାନଙ୍କର ପାଳକୀୟ ସେବା କାର୍ଯ୍ୟରେ ଆମେ ଉଣା ପଡ଼ିଯାଉ। ଅନେକ ସମୟରେ ଆମେ ପାଳକ ଭାବରେ ଆମର ନିଜର ଇଚ୍ଛା ଅନୁସାରେ ମଣ୍ଡଳୀ ଗୁଡ଼ିକୁ ବାଛିଥାଉ। ନା ଏଇ ମଣ୍ଡଳୀର ସମସ୍ୟା ଅଛି, ନା ଏଇ ମଣ୍ଡଳୀକୁ ପରିତ୍ୟାଗ କରିବି, ଅନ୍ୟ ମଣ୍ଡଳୀକୁ ଯିବି, ସେଇ ସ୍ଥାନର ଲୋକମାନେ ଉତ୍ତମ। ନା ପ୍ରିୟ ଭାଇ ଭଉଣୀମାନେ, ତା ମିଥ୍ୟା। ଯେଉଁ ମଣ୍ଡଳୀରେ ଆପଣ ପାଳକୀୟ ସେବା କାର୍ଯ୍ୟ ଆଜି କରୁଛନ୍ତି, ମନେ ରଖିବା, ସେଇ ମଣ୍ଡଳୀର ଭାଇ ଭଉଣୀମାନେ ଈଶ୍ୱରଙ୍କର ଦ୍ୱାରା ଆପଣଙ୍କର ହସ୍ତରେ ସମର୍ପିତ ହୋଇଛନ୍ତି। ଈଶ୍ୱରଙ୍କର ପଲ। ଦେଖାଯାଉଛି ପିତର କହୁଛନ୍ତି, ତୁମର ତତ୍ତ୍ୱାବଧାନରେ ମୁଁ ସେମାନଙ୍କୁ ତୁମର ଅଧୀନରେ, ତୁମର ଦାୟିତ୍ୱ ମଧ୍ୟରେ ମୁଁ ସମର୍ପଣ କରିଛି। ତତ୍ତ୍ୱାବଧାନ ସେ ଶବ୍ଦଟି ଗୁରୁତ୍ୱପୂର୍ଣ୍ଣ। ତାର ଅର୍ଥ, ତୁମେ ସେଇ ମୋର ପଲକୁ ଅତି ଯତ୍ନ ସହକାରେ, ଅବହେଳା ଭାବରେ ନୁହେଁ, ଅତି ଗୁରୁତ୍ୱପୂର୍ଣ୍ଣ ଭାବରେ ସେମାନଙ୍କର ତତ୍ତ୍ୱାବଧାନ କରିବା ଏକାନ୍ତ ଆବଶ୍ୟକ। ଏହା ଏକ ଗୁରୁତ୍ୱପୂର୍ଣ୍ଣ। ପ୍ରତିପାଳନ କରିବା, ଚରାଇବା, ପୁଣି ତତ୍ତ୍ୱାବଧାନ କରିବା, ଏ ସମସ୍ତ ମଧ୍ୟରେ ଆମେ ଦେଖୁଛୁ ଏକ ଗୁରୁତ୍ୱପୂର୍ଣ୍ଣ ଦାୟିତ୍ୱ ରହିଛି। ତତ୍ତ୍ୱାବଧାନ। ଆଜିର ପ୍ରଶ୍ନ ହେଉଛି, ଆଜି କ'ଣ ଆପଣ ପୁଣି ମୁଁ ଯତ୍ନ ସହକାରେ ଆମର ମଣ୍ଡଳୀ ଗୁଡ଼ିକର ଦାୟିତ୍ୱ ବହନ କରୁଛୁ? ତେବେ ଟିକେ ଆମେ ଫେରି ଆସୁ ଗୀତ ସଂହିତା 23 ପର୍ବ
যেତେବେଳେ ଆମେ ପାଠ କରୁଛୁ ଦାଉଦ କେତେ ସୁନ୍ଦର ଭାବରେ ଏକ ପାଳକୀୟ ଦାୟିତ୍ୱକୁ ସରଳ ସୁସ୍ପଷ୍ଟ ଭାବରେ ପ୍ରକାଶ କରୁଛନ୍ତି। ମେଷପାଳକ ଯିଏକି ପ୍ରତ୍ୟେକ ମେଷ ମାନଙ୍କର ଯତ୍ନ ସେ ନିଏ। ଯୋହନ 10 ପର୍ବରେ ଯୀଶୁ ତାହା ମଧ୍ୟ ପ୍ରକାଶ କଲେ। ଯୀଶୁ କହିଲେ ମୁଁ ଉତ୍ତମ ମେଷପାଳକ ଭାବରେ ମୁଁ ପ୍ରତ୍ୟେକ ମେଷ ମାନଙ୍କର ନାମ ଜାଣେ। ମୁଁ ସେମାନଙ୍କୁ ଜାଣେ, ସେମାନେ ମୋର ସ୍ୱର ଚିହ୍ନନ୍ତି, ପୁଣି ମୁଁ ସେମାନଙ୍କର ନାମ ଧରି ଡାକିଲେ ସେମାନେ ମୋର ପଛେ ପଛେ ଆସନ୍ତି। ପ୍ରଥମ ବିଷୟ ପ୍ରିୟ ଭାଇ ଭଉଣୀ ମାନେ ମନେ ରଖିବା, ପାଳକୀୟ ଭାବରେ ଆପଣଙ୍କର ହସ୍ତରେ ସମର୍ପିତ ମଣ୍ଡଳୀର ପ୍ରତ୍ୟେକ ସଭ୍ୟା ପୁଅ ଝିଅ ମାନଙ୍କର ବ୍ୟକ୍ତିଗତ ପରିଚୟ ଆପଣଙ୍କର ପାଖରେ ରହିବା ଏକାନ୍ତ ଆବଶ୍ୟକ। ଏପରିକି ସେମାନଙ୍କର ନାମ ମଧ୍ୟ ଆପଣ ଜାଣିବା ନିତାନ୍ତ ଆବଶ୍ୟକ। ଯେଉଁ ପାଳକ ମଣ୍ଡଳୀର ଲୋକମାନଙ୍କର ନାମ ଜାଣନ୍ତି ନାହିଁ, ସେମାନଙ୍କର ପରିଚୟ ପାଇନାହାନ୍ତି, ପରିଚୟ ପାଇବା ପାଇଁ ଇଚ୍ଛା କରନ୍ତି ନାହିଁ, ସେ ଅବହେଳା କରନ୍ତି, ହାଲୁକା ଭାବରେ ଗ୍ରହଣ କରନ୍ତି। ପ୍ରିୟ ଭାଇ ଭଉଣୀ ମାନେ ମନେ ରଖିବା, ଆମେ କୌଣସି ପ୍ରକାର ଭାବରେ ସେମାନଙ୍କ ଉପଯୁକ୍ତ ତତ୍ତ୍ୱାବଧାନ କରିପାରିବା ନାହିଁ। ଯୀଶୁ କହିଲେ ମୁଁ ସେମାନଙ୍କୁ ଜାଣେ, କେବଳ ନାମ ନୁହେଁ ମାତ୍ର ସେମାନଙ୍କର ପରିଚୟ। ଅନେକ ସମୟରେ ଆମେ ନାମ ଜାଣୁ, କିନ୍ତୁ ପାରିବାରିକ ଭାବରେ ପ୍ରତ୍ୟେକ ମେଷର ଆତ୍ମିକ, ଶାରୀରିକ, ମାନସିକ ଆବଶ୍ୟକତା ପ୍ରତି କେତେ ଦୂର ଆମେ ସଚେତନ। ଯେହେତୁ ଆମେ ସଚେତନ ହେଇପାରୁନୁ, ସେଥିପାଇଁ ଆମମାନଙ୍କର ପାଳକୀୟ ସେବା କାର୍ଯ୍ୟରେ ଆମେ ବିଫଳ ହେଇପଡୁଛୁ, ସଫଳ ହେଇପାରୁନୁ, ଅବିଶ୍ୱସ୍ତ ହଉଛୁ, ହାଲୁକା ଭାବରେ ଦାୟିତ୍ୱକୁ ବହନ କରୁଛୁ। କିନ୍ତୁ ପିତର କହୁଛନ୍ତି ନା, ଈଶ୍ୱରଙ୍କର ପଲ ତୁମର ତତ୍ତ୍ୱାବଧାନରେ ରଖାଯାଇଛି। ସେମାନଙ୍କର ପ୍ରତିପାଳନ ଉତ୍ତମ ଚରାଣୀ ସ୍ଥାନରେ ସେମାନଙ୍କୁ ଚରେଇବ, ସ୍ଥିର ଜଳ ପାଖେ ପାଖେ ସେମାନଙ୍କୁ କଢେଇ ନବ। ପ୍ରିୟ ଭାଇ ଭଉଣୀ ମାନେ, ଆଜି ଆମମାନଙ୍କର ମଣ୍ଡଳୀର ଭାଇ ଭଉଣୀ ମାନଙ୍କର ପ୍ରତି ଆମେ କିପରି ଭାବରେ ଯତ୍ନ ନେଉଛୁ? ଉତ୍ତମ ବାକ୍ୟରେ ସେମାନଙ୍କୁ ପରିପୁଷ୍ଟ କରୁଛୁ। ଯେତେବେଳେ କେହି ଆତ୍ମିକ ଜୀବନରେ ଦୁର୍ବଳ ହେଇ ପଡ଼ନ୍ତି, ଶିଥିଳ ହେଇ ପଡ଼ନ୍ତି, ଆଜି ଆପଣ ପୂର୍ବ ଆମେ କେତେ ଦୂର ସେଥିପାଇଁ ସଚେତନ ଅଛୁ? ଆମେ କ'ଣ ଧାଇଁ ଯାଉ? ମେଷପାଳକ କେବଳ ନାମ ଜାଣେନି, ମାତ୍ର ସେ ସେମାନଙ୍କର ଯତ୍ନ ନିଏ। ଯେବେ ତାର ମେଷମାନେ ହୃଷ୍ଟପୁଷ୍ଟ ହେବେ, ଶାନ୍ତିରେ ଚରାଣୀ ସ୍ଥାନରେ ବାସ କରିବେ। କେବଳ ସେତିକି ନୁହେଁ, ମାତ୍ର ଯୀଶୁ କହିଲେ ଯେହେତୁ ମୋର ମେଷମାନଙ୍କୁ ମୁଁ ପ୍ରେମ କରେ, ସେଥିପାଇଁ ମୋର ମେଷମାନଙ୍କ ନିମନ୍ତେ ମୁଁ ଜୀବନ ଦାନ କରେ। ପ୍ରିୟ ବନ୍ଧୁଗଣ, କେବଳ ଆମମାନଙ୍କର ମଣ୍ଡଳୀର ଭାଇ ଭଉଣୀ ମାନଙ୍କର କେବଳ ଯେ ଆତ୍ମିକ ଶାରୀରିକ ଯତ୍ନ ଦେବା ଯଥେଷ୍ଟ ତାହା ନୁହେଁ, ମାତ୍ର ଯଦି ଆବଶ୍ୟକ ପଡ଼େ ତେବେ ସେମାନଙ୍କ ନିମନ୍ତେ ଆମମାନଙ୍କର ନିଜର ଜୀବନକୁ ମଧ୍ୟ ବିନିଯୋଗ କରିବା ଏକାନ୍ତ ଆବଶ୍ୟକ। ତାହା ଥିଲା ପାଉଲଙ୍କର ଜୀବନର ସାକ୍ଷ୍ୟ। ସେଥିପାଇଁ ପ୍ରଥମ ଥେସଲୋନିକୁ ଯେତେବେଳେ ସେ ଚିଠି ଲେଖୁଛନ୍ତି 2 ପର୍ବରେ ଆମେ ପାଠ କରୁଛୁ, ସେ କହୁଛନ୍ତି ହେ ଥେସଲୋନିକ ମଣ୍ଡଳୀର ଭାଇ ଭଉଣୀ ମାନେ, ଆମମାନେ ତୁମମାନଙ୍କର ମଧ୍ୟରେ ଯୋଉ ସେବା କାର୍ଯ୍ୟ କରି ଆସିଲୁ, ତୁମର ମଧ୍ୟରେ ଆମମାନେ ମାତା ପରି ସେବା କରିଛୁ। ମାତା ଯେପରି ଆପଣ ସନ୍ତାନ ମାନଙ୍କର ଯତ୍ନ ନିଏ, ଲାଳନ ପାଳନ କରେ, ସେମାନଙ୍କର ସୁରକ୍ଷା ପାଇଁ ମନୋଯୋଗୀ ହୁଏ, ସେମାନଙ୍କର ଖାଦ୍ୟ ପାଇଁ ମନୋଯୋଗୀ ହୁଏ, ଆମେ ସେହିପରି ତୁମମାନଙ୍କ ପ୍ରତି କରିଛୁ। କେବଳ ନୁହେଁ, ମାତ୍ର କହୁଛନ୍ତି ମାତା ଯେପରି ଆପଣ ସନ୍ତାନ ମାନଙ୍କୁ ପ୍ରେମ କରେ, ଆମେ ସେହିପରି ତୁମକୁ ପ୍ରେମ କରୁଛୁ। କେବଳ ବାକ୍ୟରେ ନୁହେଁ, ମାତ୍ର ପାଉଲ କହୁଛନ୍ତି ତୁମମାନଙ୍କ ନିମନ୍ତେ ଆମମାନଙ୍କର ଜୀବନ ବିନିଯୋଗ କରିବା ପାଇଁ ମଧ୍ୟ ଆମେ ପ୍ରସ୍ତୁତ ଅଛୁ। କେତେ ଥର ବାରମ୍ବାର ପାଉଲ କହୁଛନ୍ତି ଆମମାନଙ୍କର ମଧ୍ୟରେ ମୃତ୍ୟୁ, ତୁମମାନଙ୍କ ମଧ୍ୟରେ ଜୀବନ। ଯୋଉ ପାଳକ ନିଜର ମେଷମାନଙ୍କର ନିମନ୍ତେ ଜୀବନ ଦେବା ପାଇଁ ପ୍ରସ୍ତୁତ ନୁହେଁ, ହେଇପାରେ ସେ ଅବିଶ୍ୱସ୍ତ ପାଳକ। ସେଥିପାଇଁ ଅତି ଗୁରୁତ୍ୱପୂର୍ଣ୍ଣ ଭାବରେ ପିତର କହୁଛନ୍ତି ତତ୍ତ୍ୱାବଧାନରେ ଥିବା ଈଶ୍ୱରଙ୍କର ପଲକୁ ପ୍ରତିପାଳନ କର। ଏକ ଗୁରୁତ୍ୱପୂର୍ଣ୍ଣ ସେବା କାର୍ଯ୍ୟ। କେବଳ ଦାୟିତ୍ୱ ନୁହେଁ, ମାତ୍ର ମନେ ରଖିବା ଏହି ସେବା କାର୍ଯ୍ୟର ଆଉ ଏକ ଗୁରୁତ୍ୱପୂର୍ଣ୍ଣ ବିଷୟ ହେଉଛି ଯେ ଆମମାନଙ୍କର ସେବା କାର୍ଯ୍ୟର
मनोभाव सेवा कार्यर मनोभाव संक्षिप्त भाव में पितर दुईटी विषय को प्रकाश करुचंती एक नास्तिवाचक आउ एक आस्तिवाचक नास्तिवाचक भाव से कहते तुमर मेष मान को बाध्यकता भाव पालन कर ना बंधुगण शब्द कठिन किंतु ताहा वास्तव ईश्वर शब्द आज कौन आम पालकीय प्राचीन मानकर सेवा कार्य हो पारे आम विष्णु मानकर सेवा कार्य प्रभुकर सेवाकारी भाव में आम सेवा कार्य कौन मैंने बाध्यकता भाव में करुचु बाध्यकतार सेवा कार्य ईश्वर दृष्टि ग्रहण योग्य नुहे ताहा केवल ईश्वर विचार को आह्वान करे और कुंठित भाव में अनेक समय गृह परिदर्शन करने इच्छा हुए ना किंतु कौन करवा घरे बसी पारुनु चल आउ गोटे घर को जीवा से घर किसी समय बसवा हाँ प्रिय बंधुगण यहीपरि आज आमर मंडली पालक मान सेवा कार्यर स्तर चली आसी बाध्यकता भाव नुहे हाँ मंडल कर्मकर्ता मैंने मत कहते गृह परिदर्शन करने कथा मु करी इच्छा था न था ना कौन प्रकार कर जाई पारे ना पितर कहते बाध्यकता भाव में नुहे द्वितीय कुश्चित लाभ को निमंते नुहे कुश्चित लाभ कौन जदि आपण पुणी मु प्रेरित तार 20 पर्व 28 पद पाठ करवा कि सुंदर भाव गुरुत्वपूर्ण भाव पाउलो से स्थान एफिसी मंडली प्राचीर मान को जीवन शेष परिसर मध्य डकई कहते हे मोर प्राचीर माने एफिसी मंडल प्राचीर माने मन रख मोर समय चली आसी पाखे आसी मु तुम मान को आदेश देवाई चाहूँगी तुम मैंने हस्तरे जो पल को समर्पण करा जाइए मन रख दुर्दांत बाक माने भ्रांत शिक्षक माने भ्रांत शिक्षा गुड़िक मंडली मध्य प्रवेश करें आहरी प्रवेश कर बाकी अच्छी मन रख सावधान हुआ विश्वस्त भाव में कुश्चित लाभ अनुसार नुहे शीर्षांशिले कहते तुम मान मध्य कहार अर्थ लाभ करूना कहार प्रशंसा लाभ करना मात्र पाउल कहते यही दुई हाथ से कहते यही दुई हाथ मोर पुणी मोर सेवाकारी मानकर भार बहन करने दिन पुणी राति परिश्रम करिचे हाँ पाउल ताकर सेवा कार्य को एपरी गुरुत्वपूर्ण भाव में रखी जे लोक मानकर अर्थ पाई लोक मानकर प्रशंसा पाई से लालायित नथिले लोभासक्त नथिले ताही पितर स्थान प्रकाश करुचंती कुश्चित लाभ प्रिय भाई भौणी माने दुखर विषय आज अनेक पालक प्रचारक मिशनरी माने आमर जीवन एक गुरुत्वपूर्ण विफलता होची अर्थ निमंते लाभ अर्थ निमंते आमर लोभ प्रशंसा मान सम्मान पाए पाया लोभ पितर कहते कुश्चित लाभ निमंते तुम्हें सेवा कार्य कर ना तृतीय विषय से कहते कर्तापण न कर जो मंडली दायित्व तुम हस्त समर्पण करा आज कौन से आधिपत्य करुचु कर्तृत्व हार करुचु शासन करुचु कठोर भाव से प्रति व्यवहार करुचु कठोर कथा कहचु पितर कहते तुम्हें समान प्रति यही प्रकार शासन भार है तुम्हें सेवा कार्य कर न पार चिंता करो आज कौन आपणकर सेवा कार्य कुंठित भाव स्वार्थ लाभ पाई पुणी बलात्कार भाव पुणी कर्तापण भाव सेवा कार्य करुचु जदि ताहा करुचु निश्चित भाव दिने आपणकर सेवा कार्य मोर सेवा कार्य ईश्वर द्वारा से प्रधान मेषपालक द्वारा विचारित हम किंतु अन्य प्रकार पितर आगे जाऊँच कौन नास्तिवाचक नुहे मात्र आस्तिवाचक किपरि भाव आम करवा जो द्वारा कि आम सेवा कार्य आपणकर पालित सेवा कार्य ईश्वर द्वारा ग्रहित हम पुरस्कृत हम ताही पिता प्रकाश करुचंदी कौन से कहते ईश्वर इच्छा अनुसार
ଈଶ୍ୱରଙ୍କର ସେବା କାର୍ଯ୍ୟକୁ କେବଳ ଈଶ୍ୱରଙ୍କର ନିରୂପିତ ଇଚ୍ଛା ଅନୁସାରେ କରାଯାଇପାରେ। ଖ୍ରୀଷ୍ଟଙ୍କର ମଣ୍ଡଳୀ ଈଶ୍ୱରଙ୍କର ଇଚ୍ଛା ଅନୁସାରେ ପରିଚାଳିତ ହେବା ଏକାନ୍ତ ଆବଶ୍ୟକ। ଦୁଃଖର ବିଷୟ ଆଜି ଖ୍ରୀଷ୍ଟଙ୍କ ମଣ୍ଡଳୀ, ଯେଉଁ ମଣ୍ଡଳୀ ଆମେ କହୁଛୁ ଖ୍ରୀଷ୍ଟ ଏଇ ମଣ୍ଡଳର ମସ୍ତକ, କିନ୍ତୁ ଦିନ ପ୍ରତିଦିନ ମଣ୍ଡଳୀଙ୍କ ଜୀବନରେ ଆମେ ଦେଖୁଛୁ ଯେ କମିଟି ଦ୍ୱାରା, ଲୋକମାନଙ୍କ ଦ୍ୱାରା, ସମ୍ପାଦକ ଦ୍ୱାରା, ସଭାପତି ମାନଙ୍କର ଦ୍ୱାରା, ଏପରି କେତେ ମଣ୍ଡଳୀ ପାଳକ ଦ୍ୱାରା ଆଜି ମଣ୍ଡଳୀ ପରିଚାଳିତ। ଫଳରେ ମଣ୍ଡଳୀ ମଧ୍ୟରେ ଅନେକ ବିଶୃଙ୍ଖଳା, ଅନେକ ଅଶାନ୍ତି, ଅନେକ ବିବାଦ। ସେଥିପାଇଁ ପିତର କହୁଛନ୍ତି ଈଶ୍ୱରଙ୍କର ଇଚ୍ଛା ଅନୁସାରେ କେବଳ ଈଶ୍ୱରଙ୍କର ମଣ୍ଡଳୀ ପରିଚାଳିତ ହେବା ଏକାନ୍ତ ଆବଶ୍ୟକ। ଯଦି ତାହା ନ ହୁଏ ତେବେ ସେଇ ମଣ୍ଡଳୀର କର୍ମକର୍ତ୍ତା ମାନେ ନିଶ୍ଚିତ ଭାବରେ ଈଶ୍ୱରଙ୍କର ବିଚାରାଧୀନ ହେବେ। ଈଶ୍ୱରଙ୍କର ଇଚ୍ଛା କେବଳ ଦ୍ୱାରା ପରିଚାଳିତ ନୁହେଁ, ମାତ୍ର ଈଶ୍ୱରଙ୍କର ସଂକଳ୍ପ ମଣ୍ଡଳୀଙ୍କ ଜୀବନରେ କ'ଣ? ଯେପରି ବିଜାତୀୟ ମାନଙ୍କର ମଧ୍ୟରେ ସୁସମାଚାର ସେବା କାର୍ଯ୍ୟ ଅଧିକ ପରିମାଣରେ ବ୍ୟାପ୍ତ ହେବ। ମଣ୍ଡଳୀ ମଧ୍ୟରେ ଈଶ୍ୱରଙ୍କର ବାକ୍ୟ ସିଧାସଳଖ ଭାବରେ କୌଣସି ପାତର ଅନ୍ତର ନ କରି, ମୁଖାପେକ୍ଷା ନ କରି ଈଶ୍ୱରଙ୍କର ବାକ୍ୟରେ ଯେପରି ମଣ୍ଡଳୀର ଭାଇ ଭଉଣୀ ମାନେ ଦିନ ପ୍ରତିଦିନ ବୃଦ୍ଧି ପାଇବେ। କିନ୍ତୁ ଅନେକ ସମୟରେ ଖ୍ରୀଷ୍ଟଙ୍କର ବାକ୍ୟକୁ ଠିକ ଭାବରେ ଆମେ ପ୍ରଚାର କରୁନା, ଲୋକମାନଙ୍କୁ ସନ୍ତୁଷ୍ଟ କରିବା ପାଇଁ, ଲୋକମାନଙ୍କର ମନ ମୁତାବକ କଥା କହିବା ପାଇଁ। ଆମେ ଭାବୁ ହଁ ତୁମାନେ ଖୁସିରେ ରୁହ, ଆମେ ମଧ୍ୟ ଖୁସିରେ ରହୁ। ନା, ପିତର କହୁଛି ତା ହେଇପାରେ ନା। ଈଶ୍ୱରଙ୍କର ଇଚ୍ଛା ଅନୁସାରେ ଈଶ୍ୱରଙ୍କର ମଣ୍ଡଳୀ ସମ୍ପୂର୍ଣ୍ଣ ଭାବରେ ପରିଚାଳିତ ହେବା ଏକାନ୍ତ ଆବଶ୍ୟକ। ଦ୍ୱିତୀୟ ବିଷୟ ସେ କହୁଛନ୍ତି ସ୍ୱଚ୍ଛନ୍ଦ ମନରେ, ଆଗ୍ରହ ଭାବରେ, ଆନନ୍ଦ ଭାବରେ, ହୃଷ୍ଟଚିତ୍ତ ଭାବରେ ଈଶ୍ୱରଙ୍କର ସେବା କାର୍ଯ୍ୟ କର। ଆଜି ଆମମାନଙ୍କର ପାଳକୀୟ, ଆମମାନଙ୍କର ମାଣ୍ଡଳିକ, ଆଜି ଆମମାନଙ୍କର ସୁସମାଚାର ସେବା କାର୍ଯ୍ୟକୁ କ'ଣ ଆମେ ସ୍ୱଚ୍ଛନ୍ଦ ମନରେ, ଆଗ୍ରହ ଭାବରେ, ହୃଷ୍ଟଚିତ୍ତ ଭାବରେ, ଇଚ୍ଛା ହଉ ବା ନ ହଉ ଆମେ କରି ଚାଲିଛୁ? ସ୍ୱଚ୍ଛନ୍ଦ ଭାବରେ ଯେଉଁ ସେବା କାର୍ଯ୍ୟ କରାଯାଏ ତାହା ପୁରସ୍କୃତ ହୁଏ। ସେଥିପାଇଁ ପାଉଲ ପ୍ରଥମ କରନ୍ତି ତା 9 ପର୍ବରେ ସେ କେତେ ସ୍ପଷ୍ଟ ଭାବରେ କହୁଛନ୍ତି, ଯଦି ମୁଁ ଉତ୍ସାହ ମନରେ, ଆଗ୍ରହ ମନରେ ଏହି ସେବା କାର୍ଯ୍ୟ କରୁଛି ତେବେ ମୁଁ ପୁରସ୍କାର ପାଇବି। ତଥାପି ମଧ୍ୟ ଏହି ସୁସମାଚାର ସେବା କାର୍ଯ୍ୟର ଦାୟିତ୍ୱ ମୋ ହସ୍ତରେ ସମର୍ପଣ କରାଯାଇଛି। ତୃତୀୟ ବିଷୟ, ଆଗ୍ରହ ସହକାରେ, ସ୍ୱଚ୍ଛନ୍ଦ ମନରେ ପୁଣି ଆଗ୍ରହ ସହକାରେ। ସେଥିପାଇଁ ପାଉଲ ଯୁବା ତିମୋଥୀକୁ ଉତ୍ସାହ ଦେଇ କହୁଛନ୍ତି, ହେ ଯୁବା ତିମୋଥୀ, ସମୟରେ ପୁଣି ଅସମୟରେ, ସମୟରେ ପୁଣି ଅସମୟରେ, ସୁସ୍ଥତାରେ ହଉ ବା ଅସୁସ୍ଥତାରେ ହଉ, ସୁବିଧାରେ ହଉ ବା ଅସୁବିଧାରେ ହଉ, ପରିସ୍ଥିତି ଯାହା ହଉ ନା କାହିଁକି ତୁମର ସେବା କାର୍ଯ୍ୟରେ ଆଗେଇ ଚାଲିଯାଅ। ଅନେକ ସମୟରେ ଆମେ ପ୍ରଭୁଙ୍କର ସେବା କରିବାର ପାଇଁ ଉପଯୁକ୍ତ ସମୟ ଖୋଜିଥାଉ, ସୁବିଧା ସମୟ ଖୋଜିଥାଉ, ସୁସ୍ଥ ସବଳ ଶରୀର ଖୋଜିଥାଉ। ହଁ, ତା ସତ, କିନ୍ତୁ ମନେ ରଖିବା ଆମମାନଙ୍କର ଏଇ ଦାୟିତ୍ୱ ଭାର ଏକ ଗୁରୁତ୍ୱପୂର୍ଣ୍ଣ ଦାୟିତ୍ୱ ଭାର। ସମୟରେ ପୁଣି ଅସମୟରେ ଉଦ୍ଯୋଗୀ ହେବା। ଆଜି ଆମେ ଶୀତଳ ହେଇଯାଇଛୁ, କ୍ଳାନ୍ତ ହେଇଯାଇଛୁ। ହଁ, ଆଜି ଯିବାନି, କାଲି ଯିବା, ଆଉ ଗୋଟିଏ ଘର ଆସନ୍ତାକାଲି ଦେଖିବା। ନା ପ୍ରିୟ ବନ୍ଧୁ, ଆପଣଙ୍କର ମେଷମାନେ ଅପେକ୍ଷା କରିଛନ୍ତି, ମୋର ମେଷମାନେ ଅପେକ୍ଷା କରିଛନ୍ତି। ମେଷମାନେ ଆଜି ଦୁର୍ବଳ ଅବସ୍ଥାରେ ଅଛନ୍ତି, ଅସୁସ୍ଥ ଅବସ୍ଥାରେ ଅଛନ୍ତି। ଆଗ୍ରହ ଭାବରେ, ପୁଣି ସର୍ବୋପରି ପାଉଲ କହୁଛି, ପିତର କହୁଛନ୍ତି ଆଦର୍ଶ ଭାବରେ, କେବଳ ବାକ୍ୟରେ ନୁହେଁ, ମାତ୍ର ତୁମର ଜୀବନ ଏକ ଆଦର୍ଶ ସ୍ୱରୂପ ହେବା ଏକାନ୍ତ ଆବଶ୍ୟକ। ଅନେକ ସମୟରେ ଆମେ ପାଳକ, ପ୍ରଚାରକ, ମିଶନରୀ ଭାବରେ ଅନେକ କଥା ମାନେ କହିଦେଇପାରୁ। ଲୋକମାନଙ୍କର ଶ୍ରୁତି ମଧୁର ହେଇପାରେ, ଉତ୍ତମ ଶିକ୍ଷା ବୋଲି ଲୋକମାନେ ଆମମାନଙ୍କୁ କହନ୍ତି। କିନ୍ତୁ ପରବର୍ତ୍ତୀ ସମୟରେ ମଣ୍ଡଳୀରୁ ବାହାରି ଆସିଲା ପରେ ଆମମାନଙ୍କର ବ୍ୟକ୍ତିଗତ ଜୀବନ, ଆମମାନଙ୍କର ପାରିବାରିକ ଜୀବନ, ଆମର ସାମାଜିକ ଜୀବନ, ଆମର ବ୍ୟବସାୟିକ ଜୀବନ କୋଉ ପ୍ରକାର? ଆଜି କ'ଣ ମାନେ ଆଦର୍ଶ? ଦୁଃଖର ବିଷୟ, ଆଜି ଅନେକ ଆଦର୍ଶବିହୀନ ପାଳକ ମାନଙ୍କର ଜୀବନ ଗୁଡ଼ିକ ଦ୍ୱାରା ଆଜି ଆମମାନଙ୍କର ମଣ୍ଡଳୀ ଗୁଡ଼ିକର ନାନା ପ୍ରକାର ସମସ୍ୟା,
नाना प्रकार विभेद भाव कारण कौन पछरे अछंती आदर्श विहीन पालक से पितर कहते आदर्श भाव अपना जीवन काट आज आम जीवन कौन आदर्शमय हो पारि कि मन रखा आम सेवा कार्यर दायित्व से आम हस्त समर्पण कर सेवा कार्य एक दायित्व रही विश्वस्तता आदर्श विश्वस्तता जो माने विश्वस्त भाव ईश्वर बेश को ईश्वर मंडली को परिचालित करती सेवा कार्य करती प्रतिपालन करती से माने पुरस्कृत हेबे तेबे पितर से कहते जदि तुम्हें विश्वस्त भाव तुमर सेवा कार्य कर मन रख चारिपदर से कहते जे समय आसव जेतबेले कि से प्रधान पालक से आसवे आउ गौरवर अम्लान मुकुर अधिकारी तुमको करे प्रिय बंधुगण जदि भी अनेक समय आमर पालकीय आमर मिशनरी सेवा कार्य अनेक कष्ट दुख ए समस्त तो रही आसी किंतु मन रखा जे आमर सेवा कार्य को जदि आम विश्वस्त भाव तेबे आसी से प्रधान पालक जे पालक आपण को नियुक्त कर पालक मत नियुक्त कर सेवा कार्यर दायित्व देइचंदी मेष मानकर दायित्व देइचंदी से निश्चित भाव में आपण को पुरस्कृत करेंगे मत पुरस्कृत करेंगे आ से आसवे से आम को कहे आस मोर गौरवर अम्लान मुकुटर तुमने अधिकारी हम हाँ अनेक समय जगतर यही म्लान यही अपरिष्कृत मुकुट धन संपत्ति मान सम्मान पुरस्कार पाइबा पाई आम अनेक समय लालायित होता से पाउल केते गुरुत्वपूर्ण भाव करती मंडली को पुनर्बार 9 पर्व से कहते हे मोर प्रिय भाई भौणी माने मु थाउची किंतु बिना लक्ष्य मु धाउनी मु युद्ध करुची बाई सहित युद्ध कला परी नुहे मात्र मु दौड़ुची जब पड़ पाइबी से अक्षय मुकुटर अधिकारी हेबी से आम को आह्वान कर आस आम दौड़ा जबरी आम समस्ते से पुरस्कार आमने अंशीदार हो पारिबा प्रिय भाई भौणी माने आज आमने निज निज सेवा कार्य विषय आमने चिंता करू मंडली मस्तक ख्रीष्ट पुणी आपण पुणी मु आमने ख्रीष्टंकर सहकार्यकारी से प्रधान पालक आपण पुणी मु आमने सहपालक दिने आमने आमनकर प्रधान पालक सम्मुखें ठिया प्रत्येक अपना अपना सेवा कार्य विषय आमने हिसाब दबा जबरी से दिन आपण लज्जित हेबे नहीं मु लज्जित हेबी नहीं मात्र आम जपरी से पुरस्कार अंशीदारी हो पारिबा प्रभु आम को साहाय्य करतु जदि आम सेवा कार्य हारी जाइचु पड़ी जाइचु विफल हो जाइचु प्रिय भाई भौणी माने निराश हवा नहीं से प्रधान पालक आपणकर हस्तरू से मेषन को काढ़ी देवा पूर्वर जबरी आपण पुणी मु आम नम्र भाव आम दोष को स्वीकार करी निकट फेरी आसवा पितर को जोपरी से पुनर्बार सेवा कार्य नियुक्त कले फल से एक मस्तक भाव एक प्रस्तर भाव एक मुरबी भाव नेता भाव प्राचीन भाव मंडली गुड़िकर जत्न ने निश्चित भाव आपणकर जीवन को मो जीवन को से सजाड़े पुनर्निर्माण करेंगे पुनः प्रचलित करेंगे फल आम सेवा कार्य को सफलतार सहित आम शेष कर फल से अम्लान मुकुटर आमने अंशी हो पारिबा प्रभु आम समस्त को आशीर्वाद करंतु आमेन।